ପଖାଳ ଦିବସ ପାଳନ କଲେ ପାଟଣା ଅଞ୍ଚଳବାସୀ। ଗତକାଲି ବିଶ୍ୱ ପଖାଳ ଦିବସ। ଓଡ଼ିଆ ଖାଦ୍ୟ ସମ୍ଭାର ମଧ୍ୟରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ। ଖାଦ୍ୟ ବିବିଧତାର ଏହା ଅନନ୍ୟ ପରିଚୟ। ଓଡ଼ିଶାର ପାରମ୍ପରିକ ଭୋଜନ ପଖାଳ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଏହା ପ୍ରତ୍ୟେକ ଓଡ଼ିଆର ଭାବାବେଗ ସହ ଓତପ୍ରୋତ ଭାବେ ଜଡ଼ିତ। ଦିନ ଥିଲା ଗାଉଁଲିର ଝୁମ୍ପୁଡ଼ି ଘରେ ଏହାର ପରିଚୟ ଥିଲା ଓ କୃଷକର ପ୍ରମୁଖ ଆହାର ଥିଲା। କିନ୍ତୁ ସମୟ ବଦଳିବା ସହିତ ପଖାଳ ସମସ୍ତଙ୍କ ଆପଣାର ହୋଇପାରିଛି। ଏବେ ତାରକା ହୋଟେଲରେ ପଖାଳ ସ୍ୱତନ୍ତ୍ର ଡିଶ୍ ହୋଇଛି ଓ ବଡ଼ ବଡ଼ିଆଙ୍କ ମନପସନ୍ଦ ହୋଇପାରିଛି। ପଖାଳକୁ ସାରା ଦେଶ ଓ ବିଶ୍ୱରେ ପରିଚୟ କରାଇବା ପାଇଁ ପ୍ରୟାସ ଜାରି ରହିଛି। ମୁମ୍ବାଇଠୁ ଚେନ୍ନାଇ, ଆମେରିକାରୁ ଅଷ୍ଟ୍ରେଲିଆ, ଯେଉଁଠି ଓଡ଼ିଆ ସେଇଠି ରହିଛି ପଖାଳ କଂସା। ଓଡ଼ିଶାର ପାରମ୍ପରିକ ଏହି ଖାଦ୍ୟକୁ ଲୋକପ୍ରିୟ କରିବାକୁ ପ୍ରତିବର୍ଷ ଆଜିର ଦିନରେ ପ୍ରତିଟି ଓଡ଼ିଆ ପାଳନ କରୁଥିବା ବେଳେ କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟରେ ଥିବା ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ସହିତ ଛୁଙ୍କଦିଆ ଦହି ପଖାଳର ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟତଃ ପାଟଣା ବଜାରରେ ଥିବା ଏ ଅଞ୍ଚଳର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଫୁଡିସ୍ ଏବଂ ହୋଟେଲ ସନୁରେ ଦହି ପଖାଳ ସହିତ ବଡ଼ି ଚୁରା, ଆଳୁ ଭର୍ତ୍ତା, ବାଇଗଣ ପୋଡ଼ା ଏମିତି 10ରୁ 12 ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପରସା ଯାଉଥିବାରୁ ଲୋକମାନଙ୍କ ଭିଡ଼ ଜମାଇଥିଲେ ଆଜି ପଖାଳ ଖାଇବା ପାଇଁ। ପାଟଣାରୁ ରଞ୍ଜନ କୁମାର ବାରିଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଟିଭି ଲାଇଭ୍।